ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ କୁଶବେନ୍ଦୀ ବୁଢ଼ାକେରା ଗାଁର ଯଶବନ୍ତ ସାହୁ ଓଡ଼ିଶା ପୋଲିସରେ ଚାକିରି କରନ୍ତି। ଦେହରେ ଖାକି ଆଉ ମନଟା ପୁରା ଜଗନ୍ନାଥିଆ। 2024 ମସିହା ରଥଯାତ୍ରାରେ ଡାକରା ଆସିଲା ପୁରୀରୁ। ବଡ଼ ଠାକୁରଙ୍କ ରଥଯାତ୍ରା ଡ୍ୟୁଟି ଭକ୍ତଙ୍କ ସୁରକ୍ଷା ଦେବାକୁ ଓ ଭିଡ଼ ନିୟନ୍ତ୍ରଣ କରିବାକୁ ସେ ନିୟୋଜିତ ହେଲେ ଡ୍ୟୁଟିରେ। ସେହି ବର୍ଷ ତାଙ୍କର ଝିଅଟିଏ ଜନ୍ମ ନେଇଥାଏ। ପୁରୀରୁ ଡ୍ୟୁଟି ସାରି ଘରକୁ ଯାଇ ପୁଣି ସକାଳୁ ଫେରିବେ ବୋଲି ମନସ୍ଥ କରିଥାନ୍ତି ଯଶବନ୍ତ। ଡ୍ୟୁଟି ସରୁ ସରୁ ରାତି 1 ହୋଇଗଲା। ବ୍ରହ୍ମଗିରି ବଜାରଠାରୁ 11 କିଲୋମିଟର ଦୂରରେ ଯଶବନ୍ତଙ୍କ ଘର। ଭାବିଲେ ଯିବି କି ନ ଯିବି। ଏତେ ରାତିରେ ଘରକୁ ଯିବାଟା ଠିକ୍ ହେବ କି ନାହିଁ ଭାବି ଭାବି ବଡ଼ ଦ୍ୱନ୍ଦ୍ୱରେ ପଡ଼ିଗଲେ ଯଶବନ୍ତ। କୁନି ଝିଅ କଥା ଭାରି ମନେ ପଡ଼ିଲା। ଏପଟେ ଘନ ରାତିର ଅନ୍ଧକାର ଆଉ ଗାଁ ପାଖ ଜଙ୍ଗଲରେ ଭୂତ ପ୍ରେତ ଓ ହିଂସ୍ର ଜନ୍ତୁଙ୍କ ଭୟ ବି ବାରଣ କରୁଥିଲା ଘରକୁ ନ ଯିବା ପାଇଁ। ଶେଷରେ ମହାପ୍ରଭୁଙ୍କୁ ମୁଣ୍ଡିଆଟେ ମାରି ପ୍ରାର୍ଥନା କରି କହିଲେ, ମହାପ୍ରଭୁ, ଯାଉଛି ଘରକୁ, ସାହସ ଦେଖାଇ ବାହାରୁଛି, ତୁମେ ମୋତେ ସାହା ହେବ। ପ୍ରଣାମ କରି ବାହାରିଲେ ବାଇକ୍ ଧରି। ରାସ୍ତାରେ ଯିବା ବେଳେ ମନେ ପଡ଼ିଲା ବାଇକ୍ରେ ତେଲ ଭରି ନାହାନ୍ତି। ମୋଟାମୋଟି କିଛି ବାଟ ଗଲେ ଗାଡ଼ିରୁ ତେଲ ସରିଯିବ। ଏବେ କରିବେ କ'ଣ? ଗାଡ଼ି ଧୀରେ ଧୀରେ ଚଲାଉଥାନ୍ତି। ମହାପ୍ରଭୁଙ୍କୁ ଡାକି ଚାଲିଥାନ୍ତି, ମହାପ୍ରଭୁ, ଏ ଅଧା ରାସ୍ତାରେ ଗାଡ଼ି ରହିଗଲେ ଏବେ କରିବି କ'ଣ? ଅତି ଶଙ୍କା ଭିତରେ ଆଗକୁ ଆଗକୁ ମାଡ଼ି ଚାଲିଥାନ୍ତି। ଗୋରୁଆଳ ଛକ ପୂର୍ବରୁ ଦେଖନ୍ତି ତ ଗୋଟିଏ ଦୋକାନର ମିଞ୍ଜି ମିଞ୍ଜି ଲାଇଟ୍ ଦେଖାଯାଉଛି। ପାଖକୁ ଯାଇ ଦେଖନ୍ତି ଜଣେ ବୃଦ୍ଧ ଲୋକ ଚା ଦୋକାନଟିକୁ ଖୋଲୁଛନ୍ତି। ଦୋକାନକୁ ଦେଖି ବଡ଼ ଆଶ୍ୱସ୍ତି ଅନୁଭବ କଲେ ଯଶବନ୍ତ। ସେଠାକୁ ଯାଇ ପଚାରିଲେ, ମଉସା, ପେଟ୍ରୋଲ ମିଳିବ କି? ମଉସା ଜଣକୁ ଉତ୍ତର ଦେଲେ, ହଁ ପୁଅ, ପେଟ୍ରୋଲ ଅଛି, ଶେଷ ବୋତଲଟା ରହିଛି, ନିଅ, ପକେଇ ଦିଅ। ଯଶବନ୍ତ ଖୁସି ହୋଇ ପେଟ୍ରୋଲକୁ ଗାଡ଼ିରେ ପକାଇ ମଉସାଙ୍କୁ ପଇସା ଦେଲେ। ପଚାରିଲେ, ମଉସା, ରାତି 1:30 ଯାଏଁ ଦୋକାନ ଖୋଲା ରଖୁଛ, କିଛି ଅସୁବିଧା ହେଉନି ତ? ସେ ମଉସା କହିଲେ, କ'ଣ କହିଲ ପୁଅ, ରାତି 1:30 ବାଜିଛି? ମୁଁ ତ ବିଶ୍ୱାସ କରିପାରୁନି। ମୁଁ ସବୁଦିନ ରାତି 4ଟାରୁ ଦୋକାନ ଫିଟାଏ। ଜଲ୍ଦି ଖାଇଦେଇ ଶୋଇପଡ଼େ, ଆଉ ରାତି 4 ହେଲେ ଦୋକାନ ଫିଟାଏ ଆଉ ଚା ବିକେ। ଆଜି କାହିଁକି କେଜାଣି ନିଦ ଜଲ୍ଦି ଭାଙ୍ଗି ଯାଇଛି, ଆଉ ଆସି ଚା ଦୋକାନ ଫିଟାଇ ଦେଇଛି। କ'ଣ ହେଲା କିଛି ବୁଝିପାରୁନି। ସତେ ଯେମିତି ମୋତେ କେହି ଜଣେ ଉଠାଇ ଦେଇଛି ଆଉ କହିଛି, ଜଲ୍ଦି ଯା, ଦୋକାନ ଖୋଲିବୁ। ମଉସାଙ୍କ ଏକଥା ଶୁଣି ଯଶବନ୍ତ ମନେ ମନେ ଆହୁରି ଗଭୀର ବିଶ୍ୱାସ ଆଣିଲେଣି ସେ କଳା ଠାକୁରଙ୍କ ଉପରେ। ମଉସାଙ୍କୁ ଧନ୍ୟବାଦ ଦେଇ ଚାଲିଲା ଆଗକୁ। ବ୍ରହ୍ମଗିରି ବଜାର ଅତିକ୍ରମ କରିବା ପରେ ପଡ଼ିଲା ସେଇ ବଡ଼ ଜଙ୍ଗଲ, ଯେଉଁ ଜଙ୍ଗଲ ଯଶବନ୍ତଙ୍କ ଭୟ ବଢ଼ାଉଥିଲା। ନିସ୍ତବ୍ଧ ନିଛାଟିଆ ରାସ୍ତା, କେବଳ ଶୁଭୁଥାଏ ଜଙ୍ଗଲର ଝିଙ୍କାରି ଶବ୍ଦ। ଭୂତ ପ୍ରେତ କଥା ଭାବି ଭୟ ବି ବଢ଼ିଲାଣି। ଏଣେ ମହାପ୍ରଭୁଙ୍କ ଚକା ଆଖିକୁ ସ୍ମରଣ କରି ମନେ ମନେ କହି ଲାଗିଲେ, ମହାପ୍ରଭୁ, ମୁଁ ଜାଣେ ତୁମେ ମୋ ସହ ଅଛ ବୋଲି ମୁଁ ଏତେ ବାଟ ଯାଇ ଆସିପାରିଛି। ବାଟରେ କିଛି ଅସୁବିଧା ହେବନି ବୋଲି ତୁମେ ମୋତେ ସବୁ ପ୍ରକାର ସାହାଯ୍ୟ କରିବାକୁ ଆଗେଇ ଆସିଛ। ହେଲେ ମହାପ୍ରଭୁ, ଏ ଜଙ୍ଗଲ ମୋତେ ଅଧିକ ଡରେଇଲାଣି। ତୁମେ ଏବେ ମୋତେ ସାହା ନହେଲେ ମୋର ଗତିମୁକ୍ତି ନାହିଁ। କିଛି ବି ଅଘଟଣ ଘଟିପାରେ, ତୁମେ ସାହା ହୁଅ ମହାପ୍ରଭୁ। ଏତିକି କହି ପ୍ରଣାମ କରିଛନ୍ତି ଆଉ ଆଗକୁ ମାଡ଼ି ଚାଲିଛନ୍ତି। ହଠାତ୍ ନିଛାଟିଆ ଜଙ୍ଗଲ ଭିତରୁ ଗୋଟିଏ ବାଇକ୍ ବାହାରିଲା, ଯେଉଁଥିରେ 2 ଜଣ ଯୁବକ ବସିଛନ୍ତି। ସତେ ଯେମିତି ସେମାନେ ଯଶବନ୍ତଙ୍କ ବାଇକ୍କୁ ବାଟ କଡ଼େଇ ନେଉଛନ୍ତି। ସେହିଭଳି ସେମାନେ ଆଗକୁ ଆଗକୁ ଚାଲୁଥାନ୍ତି। ଯଶବନ୍ତ ସେ ଦୁହିଁଙ୍କୁ ଦେଖି ସାହସ ଭରୁଥାନ୍ତି ଯେତିକି, ଡରୁଥାନ୍ତି ବି ସେତିକି। କାରଣ ସେହି ସମୟରେ ଗୋଟିଏ ଅପୂର୍ବ ବାସ୍ନା ଯେମିତି ତାଙ୍କୁ ବିମୋହିତ କରୁଥିଲା। ଯଶବନ୍ତ ସେହି ବାଇକ୍କୁ କାଟି ଆଗକୁ ଯିବାକୁ ଚେଷ୍ଟା କରୁଥାନ୍ତି, କିନ୍ତୁ ସମ୍ଭବପର ହେଲାନି। ଆଗ ବାଇକ୍ ଏତେ ଜୋରରେ ଚଲାଉଥିଲେ ଯେ ତାଙ୍କୁ ପିଛା କରିବା ସମ୍ଭବପର ନଥିଲା। ତେଣୁ ଯଶବନ୍ତ ଆଉ ଆଗକୁ ନ ଯାଇ ତାଙ୍କରି ପଛେ ପଛେ ଜଙ୍ଗଲଟା ପାର ହୋଇଗଲେ। ଆଉ ଜଙ୍ଗଲ ଶେଷ ହେବା ପରେ ସେ 2 ଯୁବକ ଡାହାଣକୁ କାଟି ଅନ୍ୟ ଏକ ଦିଗକୁ ଚାଲିଗଲେ। କିଛି ସମୟ ପରେ ଗାଡ଼ିର ଲାଇଟ୍ କିମ୍ବା ଶବ୍ଦ ବି ଶୁଭିଲାନି। ସେ ବାସ୍ନା ବି ଉଭେଇଗଲା। ଆଶ୍ଚର୍ଯ୍ୟଚକିତ ହେଉଥାନ୍ତି ଯଶବନ୍ତ। କିଏ ଥିଲେ ସେହି ଯୁବକ ଦ୍ୱୟ? ଯଦି ଡକାୟତ ହୋଇଥାନ୍ତେ ତେବେ ନିଶ୍ଚୟ ଆକ୍ରମଣ କରିଥାନ୍ତେ କିମ୍ବା ମୋତେ ଅଟକାଇ ଧମକାଇ କିଛି ବି କରିଥାନ୍ତେ। ହେଲେ ସେସବୁ କଲେନି। ଯଦି ସାଧାରଣ ଲୋକ ତେବେ ମୁଁ ପିଛା କରୁଥିବା ଜାଣି ସେମାନେ ଅଟକିଥାନ୍ତେ, ହେଲେ ତାହା ବି କଲେନି।
ବାସ୍ତବରେ ସେମାନେ କିଏ? ଏହା ଭାବିଲା ବେଳେ ମନ ଭିତରେ ଗୋଟିଏ କଥା ଗୁଞ୍ଜରଣ ହେଲା, ସେ ମହାପ୍ରଭୁଙ୍କ ବିନା ଆଉ କିଏ ହୋଇପାରେ? ଦେହ ଶିହରଣ ଖେଳୁଥାଏ। ଘରେ ପହଞ୍ଚିଲେ ଆଉ ପରିବାର ଆଗରେ ସବୁ କଥା କହିଲେ। ଗୋଟିଏ ବିଶ୍ୱାସରେ ସେବେଠାରୁ ରହିଲେ, ମହାପ୍ରଭୁଙ୍କୁ ସ୍ମରଣ କରିଛି ମାନେ ବିପଦ ପାଖ ମାଡ଼ିବନି। ସେ ପରା କରୁଣା ବାରିଧି, ତାଙ୍କ ଆଶ୍ରିତ ଉପରେ କେମିତି କରୁଣା କରିବେନି? ସେଦିନରେ ସେ ଘଟଣା ମନେ ପଡ଼ିଗଲେ ନାକକୁ ଭାସି ଆସୁଛି ସେ ବାସ୍ନା, ଆଉ ଆଖିକି ଚାଲି ଆସୁଛି ସେ ଦୁଇ ଯୁବକଙ୍କ ଜୋରରେ ବାଇକ୍ ଚଲେଇବାର ଦୃଶ୍ୟ। ସତରେ ଭକ୍ତବନ୍ଧୁ, ତାଙ୍କୁ ଯିଏ ଭରସା କରି ରହିଲା ସେ କଣ ନିଦାବତ୍ର ହୋଇ ରହିପାରିବେ? ନିଶ୍ଚୟ ବିପଦରେ ପଡ଼ିଥିବା ଶରଣାଶ୍ରିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। ବ୍ରହ୍ମଗିରି କୁଶବେନ୍ଦୀ ବୁଢ଼ାକେରା ଗାଁର ଯଶବନ୍ତ ସାହୁ ପଠାଇଛନ୍ତି ଏ ଅନୁଭୂତିଟି।